ଯୌତୁକ ଜୁଇରେ ଜଳି ଯାଇଛି ଆଉ ଏକ ନବବଧୂ। ବାପା ମା ସାହି ପଡ଼ିଶା ସମସ୍ତଙ୍କ ଆଶୀର୍ବାଦ ନେଇ ବାହା ହୋଇଯାଇଥିଲେ ଶାଶୁଘର। ବାପା ମା ଗରିବ ହୋଇଥିଲେ ମଧ୍ୟ ଜାନି ଯୌତୁକରେ କିଛି କମ୍ କରିନଥିଲେ। ନିଜ ସାମର୍ଥ୍ୟ ଅନୁଯାୟୀ ଝିଅକୁ ଜାନି ଯୌତୁକ ସୁନା ଗହଣା ଦେବା ସହିତ ଟଙ୍କା ଲକ୍ଷେ ଦେଇ ଗାଁ ପାଖରେ ବିବାହ କରିଥିଲେ। କଣ ଝିଅ ଶାଶୁଘର ଯିବ, ସ୍ୱାମୀ ସହିତ ସୁଖର ସଂସାର ଗଢ଼ିବ। ହେଲେ ସେହି ଆଶାରେ ରହିଗଲା। ଯୌତୁକ ଜୁଇରେ ଜଳିଗଲା ନବବଧୂ। ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରଚଣା ବ୍ଲକ ବରପଦା ଗ୍ରାମ ପଞ୍ଚାୟତର ବରପଦା ଗ୍ରାମରେ। ବରପଦା ଗ୍ରାମର ଅନନ୍ତ କିଶୋର ସାମଲଙ୍କ ଝିଅ ଶୁଭଶ୍ରୀ ସାମଲ, ବୟସ ମାତ୍ର 27 ବର୍ଷ। ଗତ ବର୍ଷ ମାର୍ଚ୍ଚ ମାସରେ ସେହି ପଞ୍ଚାୟତର ନିଆଳି ଗ୍ରାମର ପ୍ରଦୀପ ସାମଲଙ୍କ ବଡ଼ ପୁଅ ପ୍ରମୋଦ କୁମାର ସାମଲଙ୍କୁ ବୈଦିକ ରୀତିନୀତିରେ ବାହା ହୋଇଥିଲେ। କିନ୍ତୁ ବାହାଘର ଅଳ୍ପ ଦିନ ପରେ ଅଧିକ ଯୌତୁକ ଦାବିରେ ସ୍ୱାମୀ ନିର୍ଯାତନା ଦେଉଥିଲେ ବୋଲି ପରିବାର ବର୍ଗ ଅଭିଯୋଗ କରିଛନ୍ତି। ସିଏ ମୋର ଭଉଣୀ ହେବେ, ଦାଦା ଝିଅ ଭଉଣୀ। ଏଇଠି ବାହା ହେଇଥିଲେ ଆମ ପାଖ ଗ୍ରାମ ନିଆଳି ଗ୍ରାମରେ ବାହା ହେଇଥିଲେ ପ୍ରମୋଦ କୁମାର ସାମଲ। ବାହାଘର 2-3 ମାସ ପରେ ଆମେ ଶୁଣିବାକୁ ପାଇଲୁ। ବାହାଘର ପରେ ଆମେ ଶୁଣିଲୁ 2-3 ମାସ ପରେ ଶୁଣିବାକୁ ପାଇଲୁ ତାଙ୍କର କ'ଣ ଡିଷ୍ଟର୍ବାନ୍ସ ହେଉଛି, ଝିଅକୁ ନିର୍ଯାତନା ଦେଉଛନ୍ତି। ନିର୍ଯାତନା ଦେଲା ପରେ ଥରେ ବିଷ ଖାଇଥିଲା ବୋଲି ଆମେ ଶୁଣିଥିଲୁ। ଏଠି ଘରକୁ ଆସିଥିଲା ଯେତେବେଳେ ମୁଁ ବି ଥିଲି, ସେଇଟା ଆମେ ଜାଣିନୁ ବିଷ ଦେଇଥିଲେ କି ଇଏ ଖାଇଛି, କିନ୍ତୁ ବିଷ ପିଇଥିଲା। ତାର ମାନେ ତାକୁ ପ୍ରେସରରେ ରଖିଥିଲେ, ସେଇଟା ବି ସେ କହିଲାନି, କିନ୍ତୁ ବିଷ ଖାଇଥିଲୁ ବୋଲି ଶୁଣିଲୁ। ଆମେ ଜାଣିବାକୁ ପାଇଲୁ ମେଡ଼ିକାଲ ଯାଇଥିଲା ବୋଲି। ବର୍ତ୍ତମାନ କିଛି ଦିନ ପରେ ସେ ଯେଉଁ ଝଗଡ଼ା ହେବା ଦ୍ୱାରା ଆସିକି ଘରେ ଥିଲା ଆମ ଦାଦା ଝିଅ ଭଉଣୀ। 2-3 ମାସ ହେବ ତାପରେ ଆସିକି ତା ବାପା ମା ସେ ପୁଅ ନିଜେ ଆସିକି କ'ଣ କଥା, ମୁଁ ବି ନଥିଲି, ମୁଁ ବାଙ୍ଗାଲୋରରେ ରୁହେ, ମୁଁ ବି ଏବେ ହିଁ ଆସିଛି। ଏବେ ଶୁଣିବାକୁ ପାଇଲି ଯେ କି ପହରଦିନ ସେଠି ମରିଯାଇଛି। ପୁଅ ନେଲା ପରେ ସେଠି ମାରି ଦେଇଛୁ ବୋଲି ଆମେ ଶୁଣିବାକୁ ପାଉଛୁ, ମର୍ଡର କରିଦେଇଛୁ ବୋଲି। ଖିଆ ପିଆ ନେଇ ଦାଦା ଖୁଡ଼ି କାନ୍ଦୁଛନ୍ତି, 3 ଦିନ ହେଲା ଖାଇବା ପିଇବା ନେଇ ଘରେ ବସିଛନ୍ତି। ବାହାଘରର କିଛି ଦିନ ପରେ ସ୍ତ୍ରୀ ଉପରେ ଯୌତୁକ ନିର୍ଯାତନା ଆରମ୍ଭ କରିଦେଲା ଯୌତୁକ ଲୋଭୀ ସ୍ୱାମୀ। ନିର୍ଯାତନାକୁ ସହ୍ୟ କରି ନ ପାରି 3 ମାସ ପାଇଁ ଶାଶୁଘର ଛାଡ଼ି ବାପ ଘରକୁ ଚାଲି ଯାଇଥିଲା ଶୁଭଶ୍ରୀ। ହେଲେ କିଛି ଦିନ ପରେ ଗାଁର କିଛି ମୁରବୀ ଘଟଣା ସମାଧାନ କରି ଶୁଭଶ୍ରୀକୁ ଶାଶୁଘରକୁ ପଠାଇଥିଲା ବେଳେ କିସ୍ତି ଆକାରରେ ଆଉ 1 ଲକ୍ଷ ଟଙ୍କା ପଠାଇଥିଲେ ମଧ୍ୟ ଯୌତୁକ ଲୋଭୀ ସ୍ୱାମୀ ଆଗରେ କମ୍ ପଡ଼ିଥିଲା ସେହି ଟଙ୍କା, ଯାହାର ଶେଷ ହେଲା ଶୁଭଶ୍ରୀଙ୍କ ମୃତ୍ୟୁ ସହ। ଅନ୍ୟପଟେ ଏହି ଘଟଣା ଉପରେ ଆଖି ବୁଜି ଦେଇଛି ବାଲିଚନ୍ଦ୍ରପୁର ପୁଲିସ। ଘଟଣାଟି ବେଙ୍ଗଲୋରରେ ଘଟିଥିବା ବେଳେ ଶୁଭଶ୍ରୀଙ୍କ ମରଶରୀର ପୋଷ୍ଟମର୍ଟମ ହୋଇପାରୁନି କି ତାଙ୍କ ମୃତଦେହ ଓଡ଼ିଶା ଫେରି ପାରୁନି। ନିଜ ଝିଅର ମୃତଦେହକୁ ଓଡ଼ିଶା ଫେରାଇ ଆଣିବା ପାଇଁ ବାହୁନି ବାହୁନି କାନ୍ଦି ଗୁହାରି କରୁଛନ୍ତି ଶୁଭଶ୍ରୀଙ୍କ ମା। ତ ମୁଁ ବି ଯାଇଥିଲି ଏଠି ଆମର ବାଲିଚନ୍ଦ୍ରପୁର ଥାନାକୁ। ବାଲିଚନ୍ଦ୍ରପୁର ଥାନାରେ ବି କେହି କିଛି ଶୁଣୁନାହାନ୍ତି। ଆମେ FIR କପି ଲେଖିଲୁ। FIR କପି ସେମାନେ ଫାଷ୍ଟ ନେବା ପାଇଁ ମନା କରିଥିଲେ, ତାପରେ ପେପର ନେଇକି ରଖିଛନ୍ତି। ବାଙ୍ଗାଲୋରରେ ଆମର ଦାଦା ପୁଅ ଅଛନ୍ତି, ଗାଁ ପିଲାକୁ ଯାହାକୁ ନେଇକି ସିଏ ବି 2 ଦିନ ହେଲା 8-10 ଜଣ ସେଠି ବସୁଛନ୍ତି। ସେ ତାକୁ ମର୍ଡର କରିଛି ଆଉ। ଝିଅ କ'ଣ ପ୍ରେଗନେଣ୍ଟ ଥିଲା? ଝିଅ ସହିତ ତ ଆମର କଣ୍ଟାକ୍ଟ ନାହିଁ, ଯିବା ଦିନରୁ ସେ କଣ୍ଟାକ୍ଟ କରେଇ ଦେଇନାହାନ୍ତି। ଆଉ ବର୍ତ୍ତମାନ ଆମେ ବାହାରୁ ଶୁଣିବାକୁ ପାଉଛୁ ଯେ ପ୍ରେଗନେଣ୍ଟ ଥିଲା ବୋଲି। ସେ କଥା ଆମେ ପୁରା କ୍ଲିୟର ନୁହଁ। ଠିକ୍ ଅଛି। ଶୁଭଶ୍ରୀଙ୍କ ମରଶରୀର କେବେ ଓଡ଼ିଶା ଫେରିବ, ଶୁଭଶ୍ରୀଙ୍କୁ କେବେ ନ୍ୟାୟ ମିଳିବ, ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଯୌତୁକ ନିର୍ଯାତନା ଜୁଇରେ ଆଉ କେତେ ଶୁଭଶ୍ରୀ ଜଳିବେ ତାହା ଦେଖିବାକୁ ବାକି ରହିଲା।